ବାରଙ୍ଗ ଘଟଣାକୁ ନେଇ ପୁରା ରାଜ୍ୟ ଉଠୁଛି ପଡୁଛି। ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି। ଏହାକୁ ନେଇ ଥାନା ଘେରାଉ ଠାରୁ ଆରମ୍ଭ କରି ରାଜରାସ୍ତା ଘେରାଉର ଚିତ୍ର ସାମ୍ନାକୁ ଆସୁଛି। ଲୋକେ ତାତିକି ଅଛନ୍ତି। ସେପଟେ ବର୍ତ୍ତମାନ ମରଣ ସହ ସଂଗ୍ରାମ କରୁଛନ୍ତି ଯୁବକ ଜଣକ। ଗୋଟିଏ ଘରୋଇ ହସ୍ପିଟାଲ ଏବଂ ତାପରେ କଟକ ଏସସିବିରେ ତାଙ୍କର ଚିକିତ୍ସା ଚାଲିଛି। କିନ୍ତୁ ଏସବୁ ଭିତରେ ଯେଉଁ ମୂଳ ଅଭିଯୋଗ ରହିଛି ଥାନାରେ ଥାର୍ଡ ଡିଗ୍ରୀ। ସତରେ କଣ ସେହି ଯୁବକ ଯାହାଙ୍କ ନାଁ ରାକେଶ ବେହେରା ତାଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଛି ନା ଅନ୍ୟ କୌଣସି କାରଣରୁ ସେ ଗୁରୁତର ହୋଇପଡ଼ିଛନ୍ତି? ଏ ପୁରା ପ୍ରଶ୍ନ ବର୍ତ୍ତମାନ ବି ଅନେକ ସନ୍ଦେହ ଭିତରେ ରହିଛି। ଏହାକୁ ନେଇ ଅନେକ ଦିଗ ସାମ୍ନାକୁ ଆସୁଛି, ଅନେକ ଆରୋପ ପ୍ରତ୍ୟାରୋପ ହେଉଛି। ଆଜି ସେ ପୁରା ବିବାଦ ଉପରୁ ଆମେ ପରଦା ହଟେଇବା ପାଇଁ ଚେଷ୍ଟା କରିବୁ। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ବାରଙ୍ଗ ଥାନା ଚଣ୍ଡୀପ୍ରସାଦ ଗାଁର ଯୁବକ ରାକେଶ ବେହେରାଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ରାକେଶ ତାଙ୍କ ପତ୍ନୀଙ୍କର ନିଖୋଜ ସମ୍ପର୍କିତ ମାମଲା ଥାନାରେ ଦାୟର କରିଥିଲେ। କିନ୍ତୁ ଗୋଟିଏ ଗଳିତ ମୃତଦେହ ମିଳିବା ପରେ ରାକେଶକୁ ହିଁ ସନ୍ଦେହ ଘେରରେ ଦେଖିଥିଲା ପୋଲିସ ଏବଂ ତାଙ୍କ ପତ୍ନୀଙ୍କ ନିଖୋଜ ଏବଂ ହତ୍ୟା ଘଟଣାରେ ପୋଲିସ ରାକେଶକୁ ସନ୍ଦେହ ଘେରକୁ ନେଇଥିଲା। ଆଉ ତାଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର, ଯେଉଁଥିପାଇଁ ସେ ଅସୁସ୍ଥ ହୋଇପଡ଼ିଛନ୍ତି ଏବଂ କଟକ ଏସସିବିରେ ତାଙ୍କର ଚିକିତ୍ସା ଚାଲିଛି। ଏମିତିକି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା କହୁଛନ୍ତି ରାକେଶଙ୍କ ପରିବାର ବର୍ଗ। କିନ୍ତୁ ରାକେଶଙ୍କ ପରିବାର ଲୋକ କରୁଥିବା ଅଭିଯୋଗ କେତେ ସତ କେତେ ମିଛ ତାକୁ ବିଶ୍ଳେଷଣ କରିବାକୁ ହେଲେ ପ୍ରଥମେ ପୁରା ଘଟଣାକ୍ରମ ସମ୍ପର୍କରେ ଜାଣି ଦିଅନ୍ତୁ। 15 ମେ 2026 ଦିନ ରାକେଶ ବେହେରାଙ୍କର ପତ୍ନୀ ନିଖୋଜ ହୋଇଯାଇଥିଲେ। ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ରାକେଶ କିମ୍ବା ତାଙ୍କ ପରିବାର ଲୋକେ ସମ୍ପୃକ୍ତ ମହିଳାଙ୍କ ବିଷୟରେ କୌଣସି ଟେର ପାଇନଥିଲେ। ଏହାପରେ 16 ମେ 2026 ଦିନ ଥାନାରେ ସେ ପତ୍ନୀଙ୍କର ନିଖୋଜ ସମ୍ପର୍କରେ ଏକ ଏତଲା ଦେଇଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିଲା, ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିଲା, ଅନେକ ଲୋକଙ୍କୁ ପଚରା ଉଚରା କରାଯାଉଥିଲା। ଠିକ୍ ଏତିକି ବେଳେ 21 ଓ 22 ମେ 2026 ଦିନ ଏକ ଗଳିତ ମୃତଦେହ ବାରଙ୍ଗ ଥାନା କାଠଯୋଡ଼ି ନଦୀ ପଠାରୁ ମିଳିଥିଲା। ଏହାପରେ ପୁଲିସ ସନ୍ଦେହ କରିଥିଲା ଯେ ଯେଉଁ ଗଳିତ ମୃତଦେହ ଜଣେ ମହିଳାଙ୍କର ଜବତ କରାଯାଇଛି ସେ ମୃତଦେହ ହେଉଛି ରାକେଶଙ୍କର ପତ୍ନୀଙ୍କର। ଆଉ ଏହି ସନ୍ଦେହ ଆଧାରରେ ପୁଲିସ ତଦନ୍ତକୁ ଆଗକୁ ନେଇଥିଲା। ତାଙ୍କ ମା ଏବଂ ଭଉଣୀଙ୍କୁ ଡାକି ପଚରା ଉଚରା କରାଯାଇଥିଲା। ସେମାନେ ଶବକୁ ଚିହ୍ନଟ କରିଥିଲେ। ଆଉ ସେମାନେ ଶବ ପାଖରେ ଯେଉଁ ସୁନା ଗହଣା ବା ଅଳଙ୍କାର ଥିଲା ତାକୁ ଆକଳନ କରି ବା ଅନୁମାନ କରି କହିଥିଲେ ଯେ ଏହା ରାକେଶଙ୍କର ପତ୍ନୀଙ୍କର ହୋଇଥାଇପାରେ। ଏମିତିକି ମୃତ ଗଳିତ ମୃତଦେହର ବେକ ଅଂଶ ରାକେଶଙ୍କର ପତ୍ନୀଙ୍କ ସହ ମେଳ ଖାଉଥିବା ସେମାନେ କହିଥିଲେ। ଏହାପରେ ପୁଲିସ ରାକେଶକୁ ସନ୍ଦେହ ଘେରରେ ଦେଖିଥିଲା। ଆଉ ଠିକ୍ ଏତିକି ବେଳେ ପୁଲିସକୁ ଆଉ ଏକ ସୁରାକ ମିଳିଥିଲା, ଯେଉଁଥିରୁ ପୁଲିସ ଜାଣିବାକୁ ପାଇଥିଲା ଯେ ସମ୍ପୃକ୍ତ ମହିଳା ଯେଉଁଦିନ ନିଖୋଜ ହେଲେ ସେହିଦିନ ଠାରୁ ମଧ୍ୟ ରାକେଶଙ୍କର ଗତିବିଧି କାଠଯୋଡ଼ି ନଦୀ ପଠାରେ ରହିଛି। ଏହାପରେ ପୁଲିସ ଏକ ରକମର ସ୍ପଷ୍ଟ ହୋଇଯାଇଥିଲା ଯେ ରାକେଶ ହିଁ ସମ୍ପୃକ୍ତ ମହିଳାଙ୍କୁ ହତ୍ୟା କରିଥାଇପାରନ୍ତି। ଆଉ ତାଙ୍କୁ 24 ମେ 2026 ଦିନ ଥାନାକୁ ଡାକିଥିଲା ପୁଲିସ। ଆଉ ସେହିଦିନ ରାକେଶକୁ ପଚରା ଉଚରା କରାଯିବା ବେଳେ ପୁଲିସ ତାଙ୍କୁ ବାଧ୍ୟ କରିଥିଲା ଯେ ଗଳିତ ମୃତଦେହ ସମ୍ପୃକ୍ତ ନିଖୋଜ ମହିଳାଙ୍କର ବୋଲି ସେ ଚିହ୍ନଟ କରନ୍ତୁ, ଯାହା ରାକେଶଙ୍କ ପରିବାର ଲୋକ ଅଭିଯୋଗ କରୁଛନ୍ତି। ଆଉ ରାକେଶ କୁଆଡେ ଏଥିରେ ଏକମତ ନ ହେବାରୁ ପୁଲିସ ତାଙ୍କୁ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ ହେଉଛି। ତେବେ ଡିସିପି କଟକ କହିଛନ୍ତି ଯେ 24 ମେ 2026 ଦିନ ସନ୍ଦେହ ଘେରକୁ ଆସିବା ପରେ ରାକେଶକୁ ଥାନାକୁ ଡକାଯାଇଥିଲା। ହେଲେ ଠିକ୍ ଏତିକି ବେଳେ ପୁଲିସକୁ ଆଉ ଏକ ସୂଚନା ମିଳିଥିଲା ଯେ ରାକେଶଙ୍କର ପତ୍ନୀ ଯାହାଙ୍କର ନିଖୋଜ ସମ୍ପର୍କିତ ଏତଲା ଦାୟର କରାଯାଇଛି ସେ ଦିଲ୍ଲୀରେ ଥାଇପାରନ୍ତି। ଏବଂ ପ୍ରାଥମିକ ଗୁଇନ୍ଦା ଇନପୁଟ ପରେ ପୁଲିସ ଏ ଦିଗରେ ତଦନ୍ତ କରିଥିଲା। ଆଉ ଠିକ୍ ସେତିକି ବେଳେ ଦିଲ୍ଲୀରେ କମିଶନରେଟ ପୁଲିସର ଆଉ ଏକ ଟିମ୍ କାର୍ଯ୍ୟ କରୁଥିଲେ। ସେମାନେ ଅନ୍ୟ ଏକ ମାମଲା ପାଇଁ ଦିଲ୍ଲୀ ଯାଇଥିବା ବେଳେ କଟକରୁ ସୂଚନା ଯାଇଥିଲା ଯେ ରାକେଶଙ୍କ ସ୍ତ୍ରୀଙ୍କ ବିଷୟରେ ବି ଖୋଳତାଡ଼ କରନ୍ତୁ। ଏବଂ ସେମାନେ ଦିଲ୍ଲୀରେ କିଛି ଲୋକାଲ ମୋବାଇଲ ନମ୍ବରକୁ ଠାବ କରିଥିଲେ ଏବଂ
राकेश को पत्नी पाखरे भी पहुंची जाइथिले। पूर्वरु राकेश जो अभियोग करथिले जे जने युवकक सह तांको पत्नी फेरार होई थाई पारंती ताहा सत भी प्रमाणित होइथिला एवं पुलिस जानिबा को पाइथिला जे राकेश को पत्नी दिल्ली रे अछंती एवं से सुस्थ अछंती, ठीक अछंती। आउ एहा परे राकेश को थानारू छाड़ी दिया जाइथिला। कटक डीसीपी ऋषिकेश खिलारी कहचंती जे थाना रे राकेश को कौन सी निर्यातना दिया जाए नहीं, तांको 24 घंटा भितर थाना छाड़ी दिया जाइथिला। किंतु सबुठारु बड़ प्रश्न जे परिवार लोके जो अभियोग करुछंती जे राकेश को 3rd डिग्री दिया जाइछि, जोथि पाई तांको अवस्था गुरुतर होइछि एवं कटक एससीबी रे से चिकित्सित होउछंती। डीसीपी को कहबा कथा हला राकेश कर कोमॉर्बिडिटीज रहितिला, अर्थात अन्यान्य भीषण रोग रे से आक्रांत थिले। तांकर फुसफुस जनित समस्या रही, किडनी जनित समस्या रही, जो चिकित्सा चली। किंतु राकेश का परिवार लोक मानिबा को नाराज एवं राकेश असुस्थ होगा पछरे गुरुतर होगा पछरे पुलिस 3rd डिग्री को ही दायी करुछंती। आ ये पूरा घटना तीव्र होगा परे जेतेबेले पुलिस 3rd डिग्री को नहीं पूर्वरु मध्य 2 थर चंडी प्रसाद ग्रामवासी बारंग थाना घेराव करथिले एवं एहा परे से माने राजरास्ता रे मध्य चक अक जाम करि दैछंती। एही घटना विवाद हेबा परे डीजीपी निजे हस्तक्षेप करबा सहित पुलिस कमिशनर को संपूर्ण रिपोर्ट मागिछंती। किंतु कटक डीसीपी कहउचंती जे पुलिस निर्दोष। हेले कटक डीसीपी ए पर्यंत थानार सीसीटीवी जांच करा जाई नथिबा एवं आगो को जांच करा जिवो बोली से कहउचंती। अर्थात वर्तमान सुद्धा सीसीटीवी जांच होई नाही। तेबे पुलिस डीसीपी बा कटक डीसीपी केउ आधार रे कहउचंती जे पुलिस 3rd डिग्री करी नाही। केवल संपृक्त पुलिस अधिकारी बयान को आधार करी 3rd डिग्री होई नथिबा कथा को कहउचंती कि कटक डीसीपी। जेतेबेले डीजीपी मामला संपर्क रे रिपोर्ट मागिलेनी सेतेबेले ए पर्यंत काहे कि थानार सीसीटीवी जांच करा जाई नाही। जदि सतरे पुलिस निर्दोष ताहले सीसीटीवी को जांच करी जदि आंदोलन करुथुवा लोके अभियोग करुथुवा लोकंक पाखरे ताको उपस्थापित करा जानता और लोकंक भितरे संदेह रुहंता नाही, पूरा घटना क्लियर होई जानता। जो संदेह जो प्रश्न उठुची पुलिस 3rd डिग्री को नहीं ता ऊपर परदा हटि जानता। हेले ए अभियोग 24 तारिख रु आसीथिले सुधा ए पर्यंत पूरा घटनाक्रम काहे कि पुलिस सामना को आणु नाही। सीसीटीवी संपर्कित तदंत काहे कि ए पर्यंत करा जाई नाही। आ ऊपर ठाउरिया भाबरे पुलिस केवल संपृक्त थाना अधिकारी को निर्दोष बोली कहूची कि ये अनेक प्रश्न छिड़ा करूची। तेबे ए सबु प्रश्न उपरु सेतेबेले परदा हटिबो जेतेबेले पुलिस पूरा तथ्य एवं प्रमाण सह 3rd डिग्री होई नथिबा वार्ता लोकंक सामने उपस्थापित करिबो। सेपटे एबे भी राकेश बेहेरा कटक एससीबी रे चिकित्सित हेउचंती एवं तांको स्वास्थ्य अवस्था गुरुतर रहितिबा तांको परिवार लोके कहउचंती। तेबे आशा करिबा डीजीपी को हस्तक्षेप परे एही मामला उपरु परदा हटिबो एवं पुलिस जदि 3rd डिग्री करे नाही तार तथ्य प्रमाण भी सामना को आसीबो। आउ जदि तथ्य प्रमाण सामना को न आसे संदेह बढ़िबा स्वाभाविक जे पुलिस 3rd डिग्री करि थाई पारे। ए रिपोर्ट आपनको केमिति लागिला दर्शक बंधु निश्चित जणाइबे। फेसबुक और यूट्यूब रे आम चैनल को सब्सक्राइब करंतु, वीडियो को लाइक करंतु, शेयर करंतु, कमेंट बॉक्स रे निजर मत लिखंतु। रहुछि नमस्कार।